ओम नमो भगवते वासुदेवाय। षष्ठोऽध्याय। श्रीशुकवाच। से सर्वभूत आत्माधार वृषभ अंशे अवतार ଯାହାର ନାମ ଯୋଗେଶ୍ୱର ଯୋଗ ସାଧିଲେ ସେ ଅପାର। ରାଜବାଚ। ମୋର ସଂଶୟ ହୃଦଗତେ ଭୋମୁନି କହତ ସଚିତେ ଯେ ଇଚ୍ଛା ବିହାରୀ ପୁରୁଷ ସକଳ କର୍ମରେ ଯେ ଈଶ ଏ ରୂପେ କିବା କାର୍ଯ୍ୟ ତାର ସଂଶୟ ଫେଡ଼ ମୁନିବର ଅଷ୍ଟ ଐଶ୍ୱର୍ଯ୍ୟଦାତା ହୋଇ ଏଡ଼େ କ୍ଲେଶ ଯେ କାହିଁ ପାଇଁ। ଶ୍ରୀଶୁକବାଚ। ଯେ ପ୍ରଶ୍ନ କଲ ହୋ ରାଜନ କହଇ ଶୁଣ ସାବଧାନ ଐଶ୍ୱର୍ଯ୍ୟ ଆଦି ଧନ ଯେତେ ନିର୍ଦ୍ୟୋକ ଦର୍ଯ୍ୟ ମହୀପତେ ଯାହାର ମୂଳ ଲୋଭ ଜ୍ଞାନ ଶୋକ ରସ ଆଦି କାମ ଏ ସର୍ବ ଯାର ମୂଳ ହୋଇ ପ୍ରାଣୀକି ବନ୍ଧନ କରାଇ କେ ଏହା ସାଧ୍ୟ କରୁ ମନେ ମୂଢ଼ ପାମରହୀନ ଜନେ। ଏବେ ହୋ ଶୁଣ ମହୀପାଳ ରାଜା ଋଷଭ ମହାବଳ ଯାର ଅଖିଳ ଲୋକପାଳ ବହନ୍ତି ଚରଣ ଯୁଗଳ ଯେ ଦେବ ନାନାଦି ଲକ୍ଷଣେ ସେ ଦେବ ନାନାଦି ଲକ୍ଷଣେ ଜଡ଼ର ପ୍ରାୟ ଆଚରଣେ ଭ୍ରମନ୍ତି ନାନା ଦେଶ ଗ୍ରାମେ ଯୋଗ ଶିଖାଇ ଯୋଗୀ ଗଣେ। ଏମନ୍ତେ ଗଲା କେତେ ଦିନ ଶୁଣ ରାଜନ ଏକ ମନ ଋଷଭ ମନେ ବିଚାରିଲେ ଏ ଦେହ ଛାଡ଼ିବୁ ବୋଇଲେ ଆତ୍ମାରେ ମନକୁ ବୁଡ଼ାଇ ନିଶ୍ଚଳ ଧ୍ୟାନେ ମନ ଦେଇ ଏମନ୍ତେ ମୁକ୍ତି ଫଳ ରୂପ ହୋଇ ସେ ଈଶ୍ୱର ସ୍ୱରୂପ ମୃତ୍ୟୁର ପ୍ରାୟ ଦେହ ମନ ଇଚ୍ଛା ଜିହାରେ ମହାଜ୍ଞାନ ଦକ୍ଷିଣ କର୍ଣ୍ଣାଟ ସହରେ ମିଳିଲେ କୁକଟ ନଗରେ ତହିଁର ଉପବନେ ସେହି ବୁଲନ୍ତି ମୁକ୍ତ ବେଶ ହୋଇ ଏମନ୍ତେ ପବନ ବେଗରେ ଅଗ୍ନି ଜଳିଲା ଅତି ଘରେ ବନସ୍ଥ ଜୀବ ବୃକ୍ଷମାନ ଶୀଘ୍ର ସେ କରଇ ଦହନ ସେ ଜଡ଼ ରୂପ ଯୋଗେଶ୍ୱର ପଶିଲେ ଅଗ୍ନିର ଭିତର ପବନ ବେଗେ ଅଗ୍ନି ଘରେ ଦହିଲା ତାହାଙ୍କ ଶରୀରେ ପାଷାଣ୍ଡ ପଣ ଯେଣୁ ହୋଇ କୁପଥ ମାନ ସେ ଲୋଭଇ କଳି ଯୁଗରେ ନରନାଥ ହୋଇବେ ମାୟା ବିମୋହିତ ଶୌଚ ପବିତ୍ର ଦୂର କରି ଦେବତା ନିନ୍ଦା ସେ ଆଚରି କଳିର ଆଚାର ଯେ ସନ ତହିଁରେ ହୋଇ ମତି ଭ୍ରମ ଦେବ ବ୍ରାହ୍ମଣ ଯଜ୍ଞମାନ ନିନ୍ଦା କରିବେ ଅନୁକ୍ଷଣ ସୁପଥ କର୍ମ ଯେ ହୁଡ଼ିବେ କୁମାର୍ଗ ପଥ ଆଚରିବେ। କହିବା ଶୁଣ ନୃପବର ଏ ଯେ ଋଷଭ ଅବତାର ରାଜସ ଗୁଣରେ ଯୁକ୍ତ ଭକତି କଲେ ସେ ବିଖ୍ୟାତ ଯାହାର ଗୁଣ ଏ ସଂସାରେ ଗାୟନ କଲେ ସାଧୁ ନରେ ଶପଥ ସିନ୍ଧୁ ଆଦି କରି ଆବର ଯେତେ ବସୁନ୍ଧରୀ ଦୀପ ବରଷ ଭଦ୍ରସେନ ଯହିଁର ଜନ୍ମ ପ୍ରାଣୀମାନ ଅଖିଳ ଜନ ଯେ ଠାକୁର ତାହାର ଜନ୍ମ ଅବତାର ଗାୟନ କରନ୍ତି ହରଷେ କେବା ଅଜ୍ଞାନ ପାପ ନାଶେ ଧନ୍ୟ ସେ ପ୍ରିୟ ବ୍ରତ ବଂଶେ ଯହିଁ ଜନ୍ମିଲେ ବିଷ୍ଣୁ ଅଂଶେ ଧନ୍ୟ ସେ ରାଜା ମଧ୍ୟେ ଶ୍ରେଷ୍ଠ ଭକ୍ତ ମଧ୍ୟରେ ସେ ଗରିଷ୍ଠ ଏହାର ତୁଲେ କେ ଆଚରି ସେ ବଂଶେ ବିଷ୍ଣୁ ଅବତରି ଦେବ ବ୍ରାହ୍ମଣ ଗୁରୁ ଆଦି ଦେବତା ନର ଯେ ପ୍ରସିଦ୍ଧି ସେ ସର୍ବ ଗୁରୁ ଭଗବାନ
ବୃଷଭ ପରମ କାରଣ। ତାହାଙ୍କ ଅଦ୍ଭୁତ କରମ ବିଶୁଦ୍ଧ ଯେତେ ଆଚରଣ। ପ୍ରାଣୀମାନଙ୍କ ପାପ ହରେ ପରମ ମଙ୍ଗଳ ମନ୍ଦିରେ। ଶ୍ରଦ୍ଧାରେ ଶୁଣନ୍ତି ଯେନରେ ହରଷେ ଗାବନ୍ତି ଶ୍ୱଶୁରେ। ଚଞ୍ଚଳ ମନ ସ୍ଥିର କରି ଯେଅବା ବଦନେ ଉଚାରି। ବିଷୟ ନାଦେ ବୁଡ଼ି ଥାଇ ଭକ୍ତି ବେଳାରେ ସେ ତରଇ। ପୁରୁଷୋତ୍ତମକୁ ସେ ପାଇ ଯାର ପ୍ରସାଦୁ ରକ୍ଷା ହୋଇ। ଶୁଣ କହିବା ନୃପବର ଯେ ଯଦୁ ବଂଶର ଠାକୁର। ତାହାର ଭୃତ୍ୟକୁ ଭାଜନ ସେ ଯେ ଅନାଦି ଭଗବାନ। ନାନା ଅବତାରକୁ ବହି ସଂସାର ପ୍ରାଣୀକି ତାରଇ। ଭକ୍ତିରେ ତାଙ୍କୁ ଯେ ଭଜଇ ସେ ପ୍ରଭୁ ତାକୁ ମୋକ୍ଷ ଦେଇ। ଯେ ନିର୍ଦ୍ଦୋଷ ଆନନ୍ଦ ଶରୀର ଯାହାର କୃଷ୍ଣମତି ଦୂର। ପରମ କଲ୍ୟାଣ କାରଣ ପରଲୋକରେ ପରାୟଣ। ସେ ଯେ ଋଷଭ ପ୍ରାଣୀଙ୍କର ତାହାଙ୍କୁ ମୋର ନମସ୍କାର। କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। ସେ ପ୍ରଭୁ ଋଷଭ ଚରଣେ ମୋ ମନ ରହୁ ଅନୁକ୍ଷଣେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା ବୈୟାସିକ୍ୟାଂ ପଞ୍ଚମ ସ୍କନ୍ଧେ ଋଷଭଚରିତେ ନାମ ଷଷ୍ଠୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।